बापा नमस्कार नमस्कार मम्मी नमस्कार ଭଲ ରେ ଥାରେ ପୁଅ मौसा नमस्कार ନମସ୍କାର मासी नमस्कार ହଁ ନମସ୍କାର ଭଗବାନ ତତେ ଘଣ୍ଟ ଘୁଡ଼ାଇକି ରଖନ୍ତୁ ମହାନ୍ତି तुम आशीर्वाद सब एमती थाउ माउसी अरे महांती। खिया पिया सरलानी ହଁ ସବୁ ସରିଗଲାଣି ତମେ ଦୁଇ ଜଣ ବାକି ଅଛ आमे दु जण बाकी हाँ। अछि की तरकारी अछि ଆରେ ଚିକେନ ହେଇଥିଲା ବା चिकेन अछि ହଁ ମହାନ୍ତି मौसा सहित गेम्पा गेम्पी कर दैछ ଏଁ, ये माने खाइछ कि नै ହଁ ଖାଇଦେଲୁଣି खाइ सारलणी ଖାଇଦେଲୁଣି आम पय अछि कि नै ହଁ ତମ ଦୁଇ ଜଣ ପାଇଁ ଅଛି चिकेन अछि तो ହଁ ଚିକେନ ହେଇଛି ବା चिकेन अछि तो आज ताल तो अधिक अधिक खाइबो आ ना कोन कहछ हाँ। हां बापा मम्मी এই ঘর ভিতরে রই আপন মানে কোন আলোচনা করছন্তি আর কো মম্মি আরে বাবু জীবন ଆମେ ତ ବାପା ସହିତ ଆରେ ତୋରି ବିଷୟରେ ଆଲୋଚନା କରୁଥିଲୁ हैं कोन कहलो माउसी मौसा सहित भाईना विषय आलोचना ହଁ करथिलो। ମହାନ୍ତି ये की आलोचना करथिलो माउसी ଆରେ ମହାନ୍ତି ହଁ, ଆମେ କହୁନାହାନ୍ତି। କ'ଣ କହୁଥିଲୁ କି कोन कहछ ଜୀବନର ପାଠ ପଢ଼ାଟା ବନ୍ଦ କରି ହଁ। ତା ବାହାଘରଟା କରିଦେଲେ ଭଲ ହୁଅନ୍ତା ହଁ। କାହିଁକି ନା ଆମେ ବି ତ ବୁଢ଼ା ବୁଢ଼ୀ ହେଇଗଲୁଣି हां माउसी ଆମକୁ ବି ଟିକେ ଶାନ୍ତି ଦରକାର तमे ठीक कहछ माउसी भाईनार भी बाहागर बयस हो गेलानी हाँ, माउसी। कोउटी गोटे सुंदरी झियो देखि भाईनार बाहागर कर दियंतु ना ଭଲ कोन ହୁଅନ୍ତା, ହଁ। জীবন জীবন এই গাঁর চতরা ପିଲାମାନଙ୍କ ସହିତ ମିଶି ଦିନକୁ ଦିନ ବଦମାସ ହେଇଯାଉଛୁ ତେଣୁ ତୋ ମା ସହିତ ତୋ ବାହାଘର ବିଷୟରେ ଆଲୋଚନା କରୁଥିଲୁ ବାପା ବାପା ମୁଁ ଏ ବୟସରେ ବାହା ହେବି ନାଇଁ ବାପା ନାଇଁ ଆଉ କିଛି ବର୍ଷ ଯାଉ ମୋ ପାଠ ପଢ଼ା ସରିଲା ପରେ ମୁଁ ବାହା ହେବି ଜୀବନ ଆରେ ତୁ କାହିଁକି ମନା କରୁଛୁ ବାହା ହେବା ପାଇଁ काहे के କାହିଁକି ମନା କରୁଛୁ काहे के मना करछ ना नहीं काहे के मना करछ माउसी कहउछथि बरा पचार जति काहे के मना करछ हैं कोन कहलो तमर बाहागर बयस हेनी ହଁ ବେ हैं बाहागर बयस हेनी हैं आउ किछि वर्ष गला पर तुम बाहा हबो ହଁ ବେ ହଁ ये माउसी कुआड गले ଆରେ माउसी ମହାନ୍ତି भाईनार केते चलती ଆରେ 25-26 ବର୍ଷ ହେଇଗଲାଣି 25-26 वर्ष हो हाँ, गलानी महांती। ये भाईना ହଁ ବେ तमर 25 वर्ष हो गलानी पुनी ताल तो बाहागर बयस हो गलानी बाहा पय मना करछ काहे के कोन कहले तमर बाहागर बयस हेनी आउ किछि वर्ष गला पर तुम बाहा हबो ହଁ ବେ ହଁ एठी 25 वर्ष पूरी गलानी तुम किंतु 60 वर्ष बुढ़ा भलिया दिसछ ହଁ ବେ आउ किछि वर्ष जाऊ तुमको कहू झियो पसंद करेनि बुढ़ा बोली सब झियो रिजेक्ट करदेवे मौसा माउसी जहाँ कहते एकदम ठीक कहते कौटी गोटे ये कौटी झील देखो पड़े ये बकुआ हेल ना कौन पाखु कस କହ ବେ अरे तुम्हें परा से कोटिपति नागेश्वर प्रधान झील को भल पाच माने वर्षा को ହଁ ବେ ହଁ मौसा माउसी आगे कहीदियो ये माने बाहागर प्रस्ताव नहीं जीवे ଠିକ ଅଛି ବେ तुम्हें जाकू भल पाच तुम्हें जाकू बाहा चाहछ ता सहित ही तुम बाहागर ठीक है जीव हाँ बे। कहीदियो ठीक बाहागर अछि बे। प्रस्ताव नहीं जीवे ହଁ ବେ ବାପା ମମ୍ମି ମୋ ବାହା ହେବି ହଁ ମମ୍ମି ମୋ ବାହା ହେବି ବଟ୍ ମୋ ଇଚ୍ଛାରେ ମୋ କଲେଜରେ ଗୋଟିଏ ଝିଅକୁ ବହୁତ ଭଲ ପାଉଛି ମ୍ୟାରେଜ୍ କରିବି ତ ତାକୁ ହିଁ ମ୍ୟାରେଜ୍ କରିବି আরে এ তো বড় খুশির কথা আরে এ তো বড় খুশির কথা জীবন তু কহ কাহাকু ভাল পাউଛୁ সে ঝিଅটা କୋଉ ଗାଁର ତା ସହିତ ତୋ ବାହାଘର କରିଦେବୁ ହଁ ହଁ ବାପା ଆରେ ବାବୁ ଜୀବନ ଆରେ କହିଦେ ସେ କୋଉ ଗାଁର ଝିଅ କାହାର ଝିଅ ଆରେ ତା ସହିତ ହିଁ ତ ବାହାଘରଟା କରିଦେବୁ ये है ना ହଁ ବେ मौसा मासी पचारती से झीलटा किए ता गाँ कौटी ता घर कौटी ता ना कौन कहीदियो ठीक अछि बे। कहीदियो ବାପା ସେ ଝିଅ ହେଉଛି ହଁ ବାପା ସେ ଝିଅ ହେଉଛି କୋଟିପତି ଜମିଦାର ନାଗେଶ୍ୱର ପ୍ରଧାନଙ୍କ ଝିଅ ହଁ ବାପା ତାକୁ ମୁଁ ବହୁତ ଭଲ ପାଉଛି ବାପା ମ୍ୟାରେଜ୍ କରିବି ତ ତାକୁ ହିଁ ମ୍ୟାରେଜ୍ କରିବି ବାପା ତତେ ଟିକେ ଲାଜ ଲାଗେନି ଶେଷରେ କୋଟିପତି ଝିଅକୁ ଭଲ ପାଉଛୁ ତୋର ଏତେ ସାଥ ହେଲା ହଇ ହୋ ମୋ ପୁଅ ଆରେ ମୋ ପୁଅ ସେ କୋଟିପତିର ଝିଅକୁ ଭଲ ପାଉଛି ମାନେ ତମର କଣଟା ଭାସି ଯାଉଛି ମୋ ପୁଅ ସେ କୋଟିପତିର ଝିଅକୁ ଭଲ ପାଉଛି ମାନେ ତାକୁ ହିଁ ବିବାହ କରିବ ये ଚୁପ ଚୁପ ଚୁପ
ପୁଅକୁ ତମେ ଏମିତି ଶିକ୍ଷା ଦେଇଛ ବୋଲି ସେ ଆଜି ଓ ବାଟକୁ ଚାଲି ଯାଇଛି। ତମେ ମା ପୁଅ କାହାଠୁ କମ ହଇ ହୋ କାହିଁକି ହେ ତମେ ମନା କରୁଛ କାହିଁକି ଏ ମଉସା ତମର ବୁଦ୍ଧି ସୁଦ୍ଧି ବୋଲି ଅଛି କିଛି ନାହିଁ। ତମ ମୁଣ୍ଡରେ କ'ଣ ଗୋବର ଭର୍ତ୍ତି ଅଛି? ଆମ ଭାଇନା ଯଦି ସେ କୋଟିପତି ଝିଅକୁ ବାହା ହେଲେ ଜାନି ଯୌତୁକ ଟଙ୍କା ସୁନା ଗାଡ଼ି ଗୁଡ଼ା କେତେ ସବୁ ପୁରୀ ଉଠିବ ମହାନ୍ତି। ତମେ ବାହାଘର ପ୍ରସ୍ତାବ ନେଇଯିବା ବଦଳରେ ଭାଇନା ଉପରକୁ ହାତ ଉଠଉଛ। ହଁ, ମମି। ତମ ମୁଣ୍ଡରେ କ'ଣ ଗୋବର ଭର୍ତ୍ତି ହେଇଛି? ମମି ତମେ ମଣିଷ ନା ଗୋଟେ ପଶୁ? ତୁମକୁ ଗୋଟିଏ କଥା କହିଦେଇ ଯାଉଛି ତୁମର ସେ ଧନ ସମ୍ପତ୍ତି ଆଶାରେ ତୋ ଜୀବନର ତମେ ହିଁ ବର୍ବାଦ କରିଦେବ ଏହି ଧନ ସମ୍ପତ୍ତି ଲୋଭରେ କେତେବେଳେ ମା ପୁଅ ଏ ନରେନ୍ଦ୍ର ସାମନ୍ତରାୟର ମାନ ସମ୍ମାନକୁ ମାଟିରେ ମିଶାଇଦେବ ମାଟିରେ ମିଶାଇଦେବ। ମୁଁ ଆସୁଛି ଦୁର୍ଗା ମୁଁ ଆସୁଛି। ଆରେ ଯା ଯା ତୁ ବାଟରେ ଯା ଖେଳଟା କେମିତି ଖେଳାଯାଏ ଏ ଦୁର୍ଗା ସାମନ୍ତରାୟକୁ ବେଶ ଭଲ ଭାବରେ ଜଣା। ବେଶ ଭଲ ଭାବରେ ଜଣା ନା? ମୋ ପୁଅ ସେ କୋଟିପତିର ଝିଅକୁ ଭଲ ପାଉଛି ମାନେ ତାକୁ ହିଁ ବିବାହ କରିବ। ତାକୁ ତ ବିବାହ କରିବେ ଆଉ। ମୋ ଦୁର୍ଗା ସାମନ୍ତରାୟ ନା ମୋର କେହି ଶତ୍ରୁ ନା ମୋର ମିତ୍ର ଯିଏ ମୋ ସହିତ ବନ୍ଧୁତା କରେ ତମ ସହିତ ଯଦି ବନ୍ଧୁତା କରେ ଆଇଜ ଲାଇକ୍ ଆଉ ସବସ୍କ୍ରାଇବ ବି ହେଲା। ଆଉ ଯିଏ ମୋ ସହିତ ଶତ୍ରୁତା କରେ ତମ ସହିତ ଯଦି ଶତ୍ରୁତା କରେ ତାହେଲେ କ'ଣ ମୁଁ ତାକୁ ଏମିତି ଚଟ ମାରିବି ମାରିବ? ଓକା ଧଉଥିବ ଆରେ ଗୁଣ ଗାଉଥିବ। ମମି ମମି ଥରେ ସେ ବର୍ଷା ହଁ ମମି ଥରେ ସେ ବର୍ଷା ମୋ ପ୍ରେମ ଭାଷାରେ ଫସି ଯାଉ। ହଁ ମମି ତାପରେ ତା ବାପାର କୋଟି କୋଟି ଟଙ୍କାର ସମ୍ପତ୍ତି ଆମ ହାତ ମୁଠା ଫସିଯିବ ମମି। ହଁ ମମି ଆମ ହାତ ମୁଠାକୁ ଆସିଯିବ। ବୁଝିଲେ ମାଉସୀ? ଆରେ ମହାନ୍ତି ଆମ ଭାଇନା ଯଦି ସେ କୋଟିପତି ଝିଅ ବର୍ଷାକୁ ବାହା ହେଲେ ଜାନି ଯୌତୁକ ଟଙ୍କା ସୁନା କିଛି ଅଭାବ ଆଉ ରହିବନି। କିଛି ଅଭାବ ରହିବନି ମହାନ୍ତି। ଆମ ଭାଇନା ଯଦି ସେ ବର୍ଷାକୁ ବାହା ହେଲା ପରେ ତମକୁ ଏଇ ଚଟିଆ ଚଟିଆ ସୁନାର ପିନ୍ଧିବାକୁ ପଡ଼ିବ। ଏଇ ଛୋଟ ଛୋଟ ସୁନାହାର ଯାକ ଆକୁ ବିକ୍ରି କରିଦେବା। କାହିଁକି ତମେ ଚଟିଆ ଚଟିଆ ସୁନାହାର ପିନ୍ଧିବ? ସେ କୋଟିପତି ଝିଅ ବର୍ଷାକୁ ବାହା ହେଲା ପରେ ତମେ ବଡ଼ ବଡ଼ ସୁନାହାର ପିନ୍ଧିବ ବଡ଼ ବଡ଼ କାନଫୁଲ ପିନ୍ଧିବ। ହଁ ମହାନ୍ତି ଆରେ ଏଇଟା କାହିଁକି ବିକ୍ରି କରିବା? ଏଇଟା ଯାକ ସବୁ ତୁ ନେଇଯିବୁ। ମୁଁ ନେଇକି ଯିବି। ହଁ ମହାନ୍ତି ମତେ ଦେଇଦେବ ମୁଁ ନେଇକି ଯିବି। ଏଇଠି ମାଉସୀ ଆରେ ମହାନ୍ତି ଭାବିନି ଆମ ଭାଇନାର ବାହାଘର ପ୍ରସ୍ତାବଟା ସେ ବର୍ଷା ସହିତ ଯଦି ଠିକ ହେଇଗଲେ ହଁ ଠିକ ହେଇଗଲେ ଇଏ ଜାନି ଯୌତୁକ ଭାବରେ କ'ଣ କ'ଣ ମାଗିବ? କଣ ମାଗିବା? ତାର ତ ବହୁତ ଧନ ସମ୍ପତ୍ତି ବହୁତ ଧନ ସମ୍ପତ୍ତି ଅଛି। 4-5ଟା ବଡ଼ ବଡ଼ କମ୍ପାନୀ ହଁ ଅଛି। ମହାନ୍ତି ଧନ ସମ୍ପତ୍ତିରେ କିଛି ଅଭାବ ନାହିଁ। କିଛି ଅଭାବ ନାହିଁ। ଏ ଯୌତୁକ ଭାବରେ କ'ଣ କ'ଣ ମାଗିବ? ଆରେ କଣ ମାଗିବା? ମୁଁ କହୁଛି ଶୁଣ ଯଦି ଭାଇନାର ବାହାଘର ପ୍ରସ୍ତାବଟା ଠିକ ହେଇଗଲେ ଯୌତୁକ ଭାବରେ ଆମେ ଗୋଟେ ଓଟି କାର୍ ମାଗିବା। କଣ ଓଟି କାର୍ ମାଗିବା? ସିଏ ତ ନିଶ୍ଚୟ ଆଉ ଦବ। କଣ ମାଗିବା? ଆଉ ଆରେ କଣ ଦବନି ମାଗିବା? କାହିଁକି? ଆଉ ଗୋଟିଏ ବୋଲି ଝିଅ ଓଟି କାର୍ ନିଶ୍ଚୟ ଦବ। ଦବ। ଆଉ କ'ଣ ମାଗିବା? ଭୁବନେଶ୍ୱର ଗୋଟେ ପ୍ଲାଣ୍ଟ ମାଗିବା। କଣ ପ୍ଲାଣ୍ଟ ଭୁବନେଶ୍ୱରରେ ଗୋଟେ ପ୍ଲାଣ୍ଟ ମାଗିବା? ମାଗିବା ନା କାହିଁକି ଦବନି? ସେ କୋଟିପତି ନାଗେଶ୍ୱର ପ୍ରଧାନର ତ ବହୁତ ଧନ ସମ୍ପତ୍ତି ଅଛି ନା ସେ ନିଶ୍ଚୟ ଦବ। ଆଉ କଣ ମାଗିବା? ମାଉସୀ ତମକୁ ଗୋଟେ ମେନ୍ କଥା କହିବାକୁ ଭୁଲି ଯାଇଛି। କଣ? ସେ କୋଟିପତି ନାଗେଶ୍ୱର ପ୍ରଧାନର 2ଟା ଉଡ଼ା ଜାହାଜ ଅଛି। 2ଟା ଉଡ଼ା ଜାହାଜ ଅଛି? ତାହେଲେ ତ ଜମିବ। ଇଏ ଯୌତୁକ ଭାବରେ ବି ଆମେ ଗୋଟେ ଉଡ଼ା ଜାହାଜ ମାଗିବା ନା। ଆଉ କଣ ଯୌତୁକ ଭାବରେ ଗୋଟେ ଉଡ଼ା ଜାହାଜ ମାଗିବା? ତାର କେବଳ ଗୋଟିଏ ବୋଲି ଝିଅ ତାର ପୁଅ ନାହାନ୍ତି କିଛି ନାହାନ୍ତି। ଗୋଟିଏ ବୋଲି ଝିଅ ସେ ଦବନି କାହିଁକି? ନିଶ୍ଚୟ ଦବ। ଗ୍ୟାରେଣ୍ଟି ଦବ। ଉଡ଼ା ଜାହାଜ ଗୋଟେ ମାଗିବା। ତାହେଲେ ତ ଆମେ ଉପରକୁ ଉଡ଼ିବା। ଉପରକୁ ଉଡ଼ିବା। ଆରେ ମହାନ୍ତି ଭାଇନା ହଁ ବେ ଆଜିଠୁ ଅଟୋ ଚଲେଇବାଟା ବନ୍ଦ କରିଦେବ। ଯଦି ଅଟୋ ଚଲେଇବା ସମୟରେ ସେ କୋଟିପତି ନାଗେଶ୍ୱର ପ୍ରଧାନ ଦେଖିଦେଲେ ତା ଝିଅକୁ ଦେବ ନାହିଁ। ନାଇଁ ରେ ବାପା ନାଇଁ 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 ଗୋଟେ ଅଟୋ ଡ୍ରାଇଭରକୁ ମୋ ଝିଅକୁ ଦେଇପାରିବନି ବୋଲି କହିବ। ଆଜିଠୁ ଅଟୋ ମାଉସୀ ମହାନ୍ତି ଅଟୋକୁ ଆଉ ଘରେ ରଖିବାନି ବିକ୍ରି କରିଦେବା। ତୁ ଠିକ କହୁଛୁ ମହାନ୍ତି। ମାଉସୀ ଆମକୁ ଏଇ ବିଷୟରେ ଘର ଭିତରେ ବସିକି ଟିକେ ଆଲୋଚନା କରିବାକୁ ପଡ଼ିବ। ଆଲୋଚନା ନାହିଁ ମହାନ୍ତି। କ'ଣ ଆଲୋଚନା କରିବାକୁ ପଡ଼ିବ? ସେଇଆ ହିଁ କରିବାକୁ ପଡ଼ିବ। ଚାଲୁନ ସେଇଆ ହିଁ କରିବା। ଚାଲ।